ସାଙ୍ଗମାନେ, ଏବେ ତ ଶ୍ରାବଣ ମାସ ଚାଲିଛି। କାଉଡ଼ିଆ ମାନେ ସବୁ ପାଣି ଭାର ଉଠାଇ ଚାଲି ଚାଲି ଯାଇ ମହାଦେବଙ୍କୁ ଜଳାଭିଷେକ କରୁଛନ୍ତି ଆଉ ନିଜ ନିଜର ମନସ୍କାମନା ପୂର୍ଣ୍ଣ କରୁଛନ୍ତି। ଯଦି ଆମେ ପାଣି ଭାର ଧରି ବୋଲବମ୍ ଯାତ୍ରା କରନ୍ତେ ତାହେଲେ କେମିତି ହୁଅନ୍ତା? ଖୁବ୍ ଭଲ ହୁଅନ୍ତା। ହେଲେ ଆମେ କେଉଁ ଶୈବ ପୀଠକୁ ଯିବା? ଆମେ କେଦାରନାଥ ଯିବା। ଭାରି ବଢିଆ ହୁଅନ୍ତା। ମୋର କେଦାରନାଥ ଯିବାକୁ ବହୁତ ଇଚ୍ଛା। ହେଲେ ଏତେ ବାଟ ଆମକୁ କଣ ଘରେ ଛାଡ଼ିବେ? ମନରେ ଭକ୍ତି ଆଉ ସାହସ ଥିଲେ ଘରେ ନିଶ୍ଚୟ ଛାଡ଼ିବେ। ଅନ୍ୟ ପିଲାମାନେ ପୁଣି କେତେ କେତେ ବାଟ ଯାଉଛନ୍ତି ନା ନାହିଁ। ମୁଁ ମୋ କାକାଙ୍କୁ କହିଲେ ସେ ବୋଲବମ୍ ପାଇଁ କେଦାରନାଥ ଯିବାର ସମସ୍ତ ବ୍ୟବସ୍ଥା କରାଇଦେବେ। ତାହେଲେ ଠିକ୍ ଅଛି, ଆମେ ଏଇ ସୋମବାର ପାଳି କେଦାରନାଥଙ୍କୁ ବୋଲବମ୍ ଯାତ୍ରା କରିବା। ଜାଣିଛୁ ଜଗା, ଆମେ ସମସ୍ତେ ସାଙ୍ଗମାନେ ମିଶି ଏଇ ସୋମବାର ପାଳି କେଦାରନାଥକୁ ବୋଲବମ୍ ଯାତ୍ରା କରିବୁ ଆଉ କେଦାରନାଥଙ୍କୁ ଜଳାଭିଷେକ କରିବୁ। ବହୁତ ଭଲ କଥା ବଳରାମ। ତାହେଲେ ମୁଁ ବି ତମ ସାଙ୍ଗରେ ଯିବି ଆଉ କେଦାରନାଥଙ୍କୁ ଜଳାଭିଷେକ କରିବି। ତୁ ଯିବୁ? ଜଗା, ତୁ ତ ନିଜେ ଭଗବାନ, ତୁ ପୁଣି କଣ ଶିବଙ୍କୁ ଜଳାଭିଷେକ କରିବୁ? ଇଏ କଣ ପ୍ରଥମ ଥର? ୟା ପୂର୍ବରୁ ବି ମୁଁ ମହାଦେବଙ୍କୁ 2 ଥର ବିଶେଷ ଭାବରେ ପୂଜା ଆରାଧନା କରିସାରିଛି। ହେଲେ ତୁ କାଇଁ ମତେ କେବେ ହେଲେ ବିଷୟରେ କିଛି କହିନାହୁଁ? ତାହେଲେ ଆଜି କହୁଛି ଶୁଣ। ଥରେ ମୁଁ ବିଷ୍ଣୁଙ୍କ ରୂପରେ ଶିବଙ୍କୁ ଆରାଧନା ପୂର୍ବକ 999 ପଦ୍ମ ଫୁଲ ଓ ମୋର ଗୋଟିଏ ଚକ୍ଷୁ ଦେଇ ସନ୍ତୁଷ୍ଟ କରିଥିଲି ଏବଂ ତାଙ୍କଠାରୁ ବରଦାନ ସ୍ୱରୂପ ସୁଦର୍ଶନ ଚକ୍ର ପ୍ରାପ୍ତ କରିଥିଲି। କିନ୍ତୁ